প্রবেশিব সত্য বসহিবে মুক্ত পুরিব অচ্যুত বাঞ্ছামরে পুরিব অচ্যুত বাঞ্ছা। বলে কলি শেষ হব, মেছ সমাজ সরিব, ভক্তମାନେ ସବୁ ବଛା ହେଇଯିବେ। କିଏ ପ୍ରକୃତ ଭକ୍ତ, କଣ ସେ ଶୂନ୍ୟଙ୍କର ଜ୍ଞାନ ଆହରଣ କରିଛି বা একাକ୍ଷର ତତ୍ତ୍ୱ ଜାଣିଛି, ପଣାକ୍ଷର ତତ୍ତ୍ୱ ଜାଣିଛି, ସେ ଜାଣିଥିବ ଯେ ସେଇମାନେ ହିଁ ତିଷ୍ଠିକି ରହିବେ। ତାପରେ କଣ ହବ ନା ସବୁ ଭକ୍ତ ରକ୍ଷା କରିବ। ଅଚ୍ୟୁତଙ୍କର ଯୋଉ ପତ୍ନୀ ଭକ୍ତ ରକ୍ଷାକୁ ତାଙ୍କର ଆଶା କରିଥିଲେ, ମହାପ୍ରଭୁଙ୍କୁ ମାଗିଥିଲେ, ତାଙ୍କର ଇଚ୍ଛା ପୂରଣ ହବ ଏବଂ ସତ୍ୟଯୁଗ ତାପରେ ଆସିବ। ସତ୍ୟଯୁଗ ଆସିବା ସମୟଟି କେତେବେଳେ, କଳି ବିଦାୟ ନେବ କେତେବେଳେ, ସେ କଥା ମହାପୁରୁଷ କହୁଛନ୍ତି। বৈশাখ শুক্ল দ্বিতীয়া তিথির রবিবার দিন জান রামে রবিবার দিন জান রামরে রবিবার দিন জান কলিযুগ শেষ সত্যযুগ আজ কেব জানতু নন্দন রামরে কেব জানতু নন্দন রামরে কেব জানতু নন্দন। 12 নক্ষত্র তিথি সবু মহাপুরুষ কହୁଛନ୍ତି কেবে না বৈশাখ মাস হইতিব, শুক্ল পক্ষ হইতিব, দ্বিতীয় তিথি হইতিব, রবিবার হইতিব। সেদিন কলি বিদায় নেব, সত্যযুগ আদ্য মানে প্রথম আরম্ভ হব, সেদিন সত্য স্থাপনা হবে। পুরা তারিখ ଦେଇଦେଲେ ମହାପୁରୁଷ। ତାହେଲେ ସେ ପୁଣି ସତ୍ୟଯୁଗ ଆଉ କ'ଣ କହୁଛନ୍ତି ଯେ ଅନନ୍ତ ଶବ୍ଦରେ ମହାପୁରୁଷ କହୁଛନ୍ତି ଗୋଟେ କଥା, ତାକୁ ମିଶେଇବା ଆମେ। କେବେ ସେଟା ପଡୁଛି, শনিবার মধ্যরাত্রে সত্য উপজীব ইন্দ্র অমৃত বরসা স্বর্গরু করিব। শনিবার মধ্যরাত্রে সত্য উপজীব ইন্দ্র অমৃত বরসা স্বর্গরু করিব। বৈশাখ শুক্ল তিথি ইয়ার বিবাহ সত্যযুগ আহিব জানতু নন্দন। বৈশাখ শুক্ল তৃতীয়া রবিবার দিন সত্যযুগ আহিব জানতু নন্দন। মানে ଇଏ କହିଲେ ମହାପୁରୁଷ ପ୍ରକଳ୍ପ ପରେ ଅନନ୍ତ ଶବ୍ଦରେ କହୁଛନ୍ତି। କଣ କହୁଛନ୍ତି ଯେ ଶନିବାର ମଧ୍ୟରାତ୍ର ସତ୍ୟ ଉପରିବ, ସମସ୍ତେ ଶୋଇଥିବେ, ମଧ୍ୟରାତ୍ର ମାନେ ସମସ୍ତେ ଶୋଇଥିବେ ନିଦ୍ରାରେ। ମଧ୍ୟରାତ୍ରରେ କଳି ବୁଝାଇ ନେବ, ସତ୍ୟ ପ୍ରବେଶ କରିବ, ସତ୍ୟ ସ୍ଥାପନା ହେବ ସେଦିନ। ତାପରେ ରବିବାର ଶୁକ୍ଳ ଦ୍ୱିତୀୟା ରବିବାର ପଡୁଛି, ଶନିବାର ମଧ୍ୟରାତ୍ରରେ ସତ୍ୟ ଆସିବ, ରବିବାର ଦିନ ଡିକ୍ଲେୟାର କରାଯିବ। କିଏ ସେ ଡିକ୍ଲେୟାର କରିବ? ଇଏ ସତ୍ୟ ଯୋଉ ପ୍ରତିଷ୍ଠା କରିବେ, କିଏ ସେ ପ୍ରତିଷ୍ଠା କରିବ ନା ଲୋକମାନେ କରିଦେବେ? ନାହିଁ, ଯିଏ ଆସୁଛନ୍ତି ସତ୍ୟ ପ୍ରତିଷ୍ଠା କରିବାକୁ, ଏକାକ୍ଷର ତତ୍ତ୍ୱଟି ସଂସାର ଦେବାକୁ, ଯିଏ ଆସୁଛନ୍ତି ଏକାକ୍ଷର ତତ୍ତ୍ୱ ସଂସାରକୁ ଦେଇ ଧର୍ମର ସ୍ଥାପନା କରି ସତ୍ୟ ପ୍ରତିଷ୍ଠା କରିକି ବିଦାୟ ନେବେ, ସେ ହଉଛି ଗ୍ରହଣର ଷଷ୍ଠ ରାଜା ଶ୍ରୀ ଶ୍ରୀ ନରସିଂହ ଦେବ। ସେ ନରସିଂହ ଦେବଙ୍କ ବିଦ୍ୟାଳୟ ତାହେଲେ ସେ ରବିବାର ଦିନ ସତ୍ୟ ପ୍ରତିଷ୍ଠା ହବ। କଣ ହବ? ସୁରପତି ଇନ୍ଦ୍ର ଆସି ଶୂନ୍ୟ ବିମାନରେ ଅର୍ଘ୍ୟ ବନ୍ଦାପନା ହେବ ପ୍ରଭୁ ଗ୍ରହଣରେ।
সুরপতি ইন্দ্রাসী সূর্য বিমানরে ভজ বন্দনা দেব প্রভু গহরে হরি বল কতই দুর্লভ হরি বলা রাহুরি সবরে কপিল তিনি লোকে কতই দুর্লভ। সেই ଯୋଉ ସତ୍ୟ ଯୁଗ ପ୍ରବେଶର ସ୍ଥାପନା ହବ ରବିବାର ଶୁକ୍ର ଦ୍ୱିତୀୟା ବୈଶାଖ ମାସ ହୋଇଥିବ। ସେଠି ଗହଣ ଦଳ ଗୋଟେ ନାମ ପ୍ରଚାର ଚାଲିଥିବ। ଇଏ ଆଗୁଆ କଥା ପ୍ରକାଶ କରିଦେଉଛି। ସେତେବେଳେ କଣ ଷୋଡ଼ପତି ଯେ ଇନ୍ଦ୍ରବତୀ ରାଜା ଦେବତା ମାନଙ୍କ ଯେ ରାଜା ସେ ଗୁପ୍ତରେ ଆସି ସେଠି ଥିବେ। ଏଇଟାକୁ ଚିହ୍ନି ପାରିବେ ନାହିଁ। ସେ ଗୁପ୍ତରେ ଥିବେ ଆଉ ସମସ୍ତେ ଅର୍ଘ୍ୟ ବନ୍ଦାପନା ସବୁ ତାଙ୍କର ଭକ୍ତମାନେ ଯୋଉ ଥିବେ ଗହଣରେ ସମସ୍ତେ ବନ୍ଦାପନା କାର୍ଯ୍ୟ କରୁଥିବେ। ଏଇ ଯୋଉ ବନ୍ଦାପନା କାର୍ଯ୍ୟରେ ସମସ୍ତେ ସେ କହୁଛନ୍ତି ହରିବୋଲ ହୋଇଲେ ସେ ପ୍ରକମ୍ପିତ ହେଉଥିବ। ଯିଏ ପ୍ରକୃତ ଭକ୍ତ ଚେତନା ଭକ୍ତ ଯାହାର ଭାଗ୍ୟ ଥିବ ପୂର୍ବ ଭାଗ୍ୟ ଥିବ ସେ ସମୟରେ ସେ ସେଠି ଅବସ୍ଥାନ କରିଥିବ। ସେଇ ମହାନଗର ସଂସ୍ଥା ରାଜା ନରସିଂହଦେବ ଯିଏ ଏ ସତ୍ୟକୁ ସ୍ଥାପନା କରିବେ କଳିକୁ ବିଦାୟ ଦେବେ ଧର୍ମ ସ୍ଥାପନା ହେବ। ସେଇଠାରୁ ସତ୍ୟ ଯୁଗ ଆରମ୍ଭ ହେବ। ଏ ଗୁପ୍ତ କଥା ପ୍ରକାଶ କରି ଯାହା ଭୁଲଥିବ ମୋତେ କ୍ଷମା କରିବେ। ସବୁ ନରସିଂହଦେବଙ୍କ ଇତିହାସ